ନ୍ତି ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱାଧା ନମସ୍ତୁତେ। ବାୟୁର୍ଜମଗ୍ନି ବରୁଣ ଶଶାଙ୍କ ପ୍ରଜାପତିଷ୍ଟ୍ୱଂ ପ୍ରପିତାମହସ୍ୟ ନମೋ ନମସ୍ତେସ୍ତୁ ସହସ୍ରକୃତ୍ୱା ପୁନଶ୍ଚ ଭୂୟୋପି ନମୋ ନମସ୍ତେ। ଆପଣମାନେ ଆଜିର ଏହି ଶୁଭ ସନ୍ଧ୍ୟାରେ ଏଇ ଯେଉଁ ଦୁଇଟି ଶ୍ଲୋକ ମୁଁ ପଢ଼ିଲି, କାହିଁକି ପଢ଼ିଲି? ଇଏ ଶ୍ଲୋକ ତ ବଳିଆ ସବୁଦିନେ ପଢ଼େନି, ଆଜି କାହିଁ ହଠାତ୍ ପଢ଼ିଲା, ଏମିତି ଗୋଟେ ଭାବନା କାହାରି ମନରେ ଆସିପାରେ। ଦେଖନ୍ତୁ, ବିଶ୍ୱ ଆମର, ଇଏ ଦେଶଟା ବି ଆମର। ଆମେ ଯେଉଁ ରାଜ୍ୟରେ ଜନ୍ମ ହେଇଛୁ, ଯେଉଁ ଭାଷା ଖାଦ୍ୟପେୟକୁ ନେଇ ଆମେ ବଢ଼ିଛୁ, ସେ ରାଜ୍ୟ ଆମର। ଯଦି ଆମର ଏ ସବୁ ଆମର, ତେବେ ଆମ ବିଶ୍ୱ ପାଇଁ, ଦେଶ ପାଇଁ, ରାଜ୍ୟ ପାଇଁ ଯେତେବେଳେ ଯେଉଁ ଆଦେଶଟି ସ୍ୱପ୍ନରେ ଆସନ୍ତି ବା ମନ ଭିତରେ ପ୍ରେରଣାରେ ଆସନ୍ତି, ବଳିଆ ଭାବେ ଇଏ ଶ୍ଲୋକ ସହିତ ବିଶ୍ୱର ସମସ୍ୟା ବା ରାଜ୍ୟର ସମସ୍ୟା ବା ଦେଶର ସମସ୍ୟା ନିଶ୍ଚିତ ଭାବରେ ସଂଯୋଗିତ ଅଛି। ଏହାକୁ ପାଠ କଲେ ନିଶ୍ଚୟ କିଛି ଦୁଃଖ ବା କିଛି ସମସ୍ୟା ଦୂରୀଭୂତ ହେବ। ତେଣୁ ଏ ଶ୍ଲୋକ ଦୁଇଟି ଖୁବ୍ ନିକଟରେ ଆସିଥିଲେ, ତାକୁ ବଳିଆ ପାଠ କରୁଛି ଏବଂ ଆଜି ଆପଣମାନଙ୍କୁ ସମର୍ପଣ କରୁଛି। ଏ ଶ୍ଲୋକ ଦୁଇଟି ଯଦି ପାରିବେ, ଯଦି ଶ୍ରଦ୍ଧା ରହିବ, ତାହେଲେ ଏ ଦୁଇଟି ଶ୍ଲୋକ ପରିବାରର ଶାନ୍ତି ପାଇଁ, ନିଜର ଶାନ୍ତି ପାଇଁ, ଆମ ବିଶ୍ୱ, ଆମ ଦେଶ, ଆମ ରାଜ୍ୟର ଶାନ୍ତି ପାଇଁ, ସମସ୍ତଙ୍କ ପାଇଁ, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ, ଶିଖ ସମସ୍ତଙ୍କ ପାଇଁ ଏ ଶ୍ଲୋକ ଦୁଇଟି ପାଠ କରି ପ୍ରଭୁଙ୍କୁ ଟିକେ ନିଜ ଇଷ୍ଟଦେବଙ୍କୁ, ଗୁରୁଦେବଙ୍କୁ ପ୍ରଣାମ ଜଣାଇବେ। ଆଜି ଆପଣମାନଙ୍କୁ ଗୋଟେ କଥା କହିବି। ଆମର ଏଇ ଆଶ୍ରମର ଇଷ୍ଟଦେବ ହେଉଛନ୍ତି ଅନନ୍ତ, ଯାହାଙ୍କୁ ଆମେ ଶିଶୁ ଅନନ୍ତ ରୂପରେ ସମ୍ବୋଧନ କରୁ। ଶିଶୁ ଅନନ୍ତ କହିଲେ ଆମ ଚିନ୍ତାରେ କୃଷ୍ଣ ଆଉ ବଳରାମ। କୃଷ୍ଣ ବା ବଳରାମଙ୍କର ବାଲ୍ୟ ଲୀଳାଟି ହେଉଛି ଶିଶୁ ଅନନ୍ତଙ୍କ ଲୀଳା। ତାପରେ ପଞ୍ଚସଖା ଯୁଗରେ ପ୍ରଭୁ ଶିଶୁ ଅନନ୍ତଙ୍କ ରୂପରେ ଜଣେ ମହାପୁରୁଷ ଆବିର୍ଭାବ ହୋଇଥିଲେ, ଯାହାଙ୍କର ଲେଖନୀ ଏବେ ବି ଆମ ଓଡ଼ିଶାରେ କିଛି ଲୋକଙ୍କ ପାଖରେ ବା ନିଶ୍ଚିତ ଭାବରେ ଅଛି। ଯିଏ ଲେଖିଥିଲେ, କାହିଁକିରେ ଭୁଲା ମନ ଭଙ୍ଗା ନାବ ପରେ ବସ, ଅମୀୟ ରସକୁ ଛାଡ଼ି ବିଷୟା ରସରେ ରସ। ମୋଟାମୋଟି ସେଇ କ୍ଷୀରାବ୍ଜି ସାଇ ଶିଶୁ ଅନନ୍ତ, ପଞ୍ଚସଖା ଯୁଗର ଶିଶୁ ଅନନ୍ତ ଏବଂ ଯୁଗ ଯୁଗ ଧରି ଆମ ପାଇଁ ଜନ୍ମ ନେଉଥିବା, ଅବତାର ନେଉଥିବା କୃଷ୍ଣ, ବଳରାମ ଇତ୍ୟାଦି
ସମସ୍ତଙ୍କୁ ପ୍ରଣାମ ଜଣାଇ ଆମେ ବିଶ୍ୱର ମଙ୍ଗଳ କାମନା କରୁଛୁ। ଆମର ଏ କ୍ଷେତ୍ରରେ ଶିଶୁ ଅନନ୍ତ ହେଉଛନ୍ତି ଇଷ୍ଟ। କ୍ଷେତ୍ରେଶ୍ୱରୀ ହେଉଛନ୍ତି ଜ୍ୟୋତିର୍ପ୍ରଭା। ଜ୍ୟୋତିର୍ପ୍ରଭା ହେଉଛନ୍ତି ଶାରଦାଙ୍କର ଅବତାର। ଝଙ୍କଡ଼ବାସିନୀ ମା ଶାରଦାଙ୍କର ଅବତାର। ସେଥିପାଇଁ ଏଇ ଆଶ୍ରମରେ ଦିନେ ଶାରଦାଙ୍କର ଅବିକଳ ମୂର୍ତ୍ତିଟିଏ ତିଆରି ହେଇ ଗୋଟିଏ ଯଜ୍ଞ ବି କରାଯାଇଥିଲା ଏବଂ କାହାକୁ ମିଛ କାହାକୁ ସତ ହେଇପାରେ। ଅର୍ଦ୍ଧରାତ୍ରିରେ ଏବେ ବି ସେ ପିଲା ଏଇ ଆଶ୍ରମରେ ଅଛି। ମଥୁରୀ ବୋଲି ଗୋଟେ ଲୋକ ଯେ ଫୁଲ ବଗିଚାର କାମ କରନ୍ତି, ଫଳ ବଗିଚାର କାମ କରନ୍ତି। ସେ ନିଜେ ଦେଖିଛନ୍ତି ମା ଶାରଦା ଗୋଟିଏ ନାଲି ଶାଢ଼ୀ ପିନ୍ଧି, ନାଲି କି ହଳଦୀ ଶାଢ଼ୀ ପିନ୍ଧି ଅର୍ଦ୍ଧରାତ୍ରିରେ ସମସ୍ତେ ଶୋଇଯିବା ପରେ ଏହି ଆଶ୍ରମକୁ ଆସିଥିଲେ ଏବଂ ଟୁଏଲ ପାଖରେ ପାଦ ଧୌତ କଲେ। ସେଇ ପର୍ଯ୍ୟନ୍ତ ତାଙ୍କ ମୂର୍ତ୍ତି ପର୍ଯ୍ୟନ୍ତ ଗଲେ। ଯେତେବେଳେ ଇଏ ତାଙ୍କୁ ଖୋଜିଲା ସିଏ ଆଉ ନାହାନ୍ତି, କେବଳ ଚୁଆ ଚନ୍ଦନର ବାସ ବାସି ଉଠିଲା। ତେଣୁ ଜ୍ୟୋତିର୍ପ୍ରଭା ହେଉଛନ୍ତି ଶାରଦାଙ୍କର ଅବତାର। ଝଙ୍କଡ଼ବାସିନୀ ମା ଶାରଦାଙ୍କର ଅବତାର। ସିଏ ବିଦ୍ୟାଦାୟିନୀ, ବୁଦ୍ଧିଦାୟିନୀ, ସିଏ ବିଚାରମଣି, ସେ ଶକ୍ତିମୟୀ। ତାଙ୍କୁ ଯିଏ ଯେଉଁ ରୂପରେ ଭାବିବ ସେ ସେଇ ରୂପରେ ଦେଖାଦେବେ। ଇଏ ଗଲା ଗୋଟିଏ କଥା। ଆପଣ ଦେଖିବେ ଆମର ଗୋଟିଏ ଅନନ୍ତ ସରୋବର ଅଛି ଏଇ ଆଶ୍ରମରେ। ସେଠି ସବୁ ତୀର୍ଥଙ୍କର ନାମ ସ୍ମରଣ କରାଯାଏ। ତୀର୍ଥେଶ୍ୱରଙ୍କୁ ସେଠି ମଧ୍ୟ କିଛି ଦିନ ଜଳାଶାୟୀ କରାଯାଇଥିଲା। ଯାଉ ସେ ଅନନ୍ତ ସରୋବର କୂଳରେ ମା ରାମଚଣ୍ଡୀଙ୍କର ଗୋଟିଏ ଆସ୍ଥାନ ରଖାଯାଇଛି। ତାର କାରଣ ବହୁତ ଅଛି, ସେ କଥା କହିବାକୁ ମୁଁ ଚାହୁଁନି। ଇଏ ହେଉଛନ୍ତି ସର୍ବରୋଗ ଦୁଃଖ କଷ୍ଟ ନାଶିନୀ। ଆମକୁ କିଛି ରୋଗ ହେଲେ କିମ୍ବା ଆମର କିଛି ସମସ୍ୟା ଆସିଲେ ସେତେବେଳେ ଆମେ ମା ରାମଚଣ୍ଡୀଙ୍କ ପାଖରେ ଭକ୍ତମାନଙ୍କ ପାଇଁ ମାର୍ଜନା କରିଥାଉ ଏବଂ ଚାମୁଣ୍ଡାଙ୍କ ମନ୍ତ୍ରରେ ତାଙ୍କୁ ପ୍ରଣାମ ଜଣାଇଥାଉ। ଇଏ ଦାୟିତ୍ୱଟି ଆମେ ବଳିଆ ସଞ୍ଜୟ ଭାଇଙ୍କି ଦେଇଛି ଏବଂ ତାକୁ ପୂଜା କରୁଛନ୍ତି ଏଇ ଆଶ୍ରମର ଅନ୍ତେବାସୀ। ତାଙ୍କ ନାଁଟି ହେଉଛି ଝୁନିଆ, ତେଣୁ ତାଙ୍କ ନାଁଟି କ'ଣ ଭଲ ନା, ସୁବଳ ଦାସ। ଏବଂ ମା ମାନେ ଆମ ଆଶ୍ରମର ବ୍ରହ୍ମଚାରିଣୀ ମାନେ ସେମାନେ ମଧ୍ୟ ପୂଜା କରନ୍ତି। ତେବେ ଐଂ ଓମ୍ ଐଂ ହ୍ରିଂ କ୍ଲିଂ ଚାମୁଣ୍ଡାଇ ବିଜେ, ଏଇ ମନ୍ତ୍ରରେ ମା ରାମଚଣ୍ଡୀଙ୍କୁ ପୂଜା କରାଯାଏ। ଏବଂ ମା ରାମଚଣ୍ଡୀ ସ୍ୱପ୍ନାବିଷ୍ଟ ହୁଅନ୍ତି, ପ୍ରତିକାର ମଧ୍ୟ ବତାନ୍ତି। ଏଇ ପ୍ରତିକାର କର। ସେଇ ପ୍ରତିକାର କଲା ପରେ ସେ ରୋଗମୁକ୍ତ ବା ଦୁଃଖମୁକ୍ତ ହୁଏ। ଯାହାର ରୋଗମୁକ୍ତ ହବାର ନାହିଁ ସେଥିପାଇଁ ସେ ମଧ୍ୟ ଇଙ୍ଗିତ କରନ୍ତି, ତୁମେ ଆଉ ତାଙ୍କ ପାଇଁ ଏତେ କଷ୍ଟ କରନା। କାହାକୁ କୁହନ୍ତି ତାର ବିବାହର ବହୁତ କଷ୍ଟ, କାହା ପାଇଁ କୁହନ୍ତି ତାର ରୋଗ ଭଲ ହେବା ବହୁତ କଷ୍ଟ। ହବ ନାହିଁ ବୋଲି କହନ୍ତିନି, କଷ୍ଟ କିନ୍ତୁ କହନ୍ତି।
ଆଜି ତିନୋଟି ବ୍ୟକ୍ତିଙ୍କ ପାଇଁ ମୁଁ ନିଜେ ମା ରାମଚନ୍ଦ୍ରୀଙ୍କୁ ସ୍ମରଣ କରି ତିନୋଟି ବ୍ୟକ୍ତିଙ୍କ ପାଇଁ ନିଜେ ପୂଜାଟିଏ କଲି। ବ୍ରାହ୍ମଣ ସଜାଡ଼ିକି ଦେଲେ, କାଳିଆ ନନା ସେ ସବୁ ସଜାଡ଼ି ଦେଲେ। ବଳିଆ କୌପୁନୀ ଖଣ୍ଡିଏ ଦେହରେ ପିନ୍ଧି ଖୋଲା ଦେହରେ ତିନି ଜଣଙ୍କ ପାଇଁ ପୂଜା କଲେ। ଜଜ୍ ବା ବିଚାରକ କ'ଣ ବିଚାର ଦେବେ ସେଇଟା ଆମେ କହିପାରିବାନି, ଆମର ତାହା ଆୟତ୍ତାଧୀନ ନୁହେଁ। କିନ୍ତୁ ଓକିଲ ଜାଣିବା ଦରକାର ବା ଓକିଲାତି ଯେଉଁମାନେ କରୁଛନ୍ତି ସେମାନେ ବୁଝିବା ଦରକାର, ମୁଁ ମୋ ମଣିଷ ପାଇଁ ମୁଁ ଯାହାର ଦାୟିତ୍ୱ ନେଇଛି, ମୁଁ ଜଜ୍ଙ୍କ ପାଖରେ ବିଚାରପତିଙ୍କ ପାଖରେ ମୁଁ ମୋର ଯଥେଷ୍ଟ ସଂଗ୍ରାମ କରି ଚାଲିଛି ଏବଂ ସଂଗ୍ରାମରେ ହୁଏତ ବିଜୟୀ ହେଇଛି କି ପରାଜୟ ହେଇଛି ସେସବୁ ଭଗବତ ଇଚ୍ଛା। ଯେତେବେଳେ ଯାହା ଘଟେ ବା ଘଟିବ କାହାରି ଆୟତ୍ତ ନୁହେଁରେ ବାବୁ। ଏହି ପବିତ୍ର ଆଶ୍ରମକୁ ଆଶ୍ରୟ କରି ଅନେକ ଭକ୍ତ ଶିଷ୍ୟମାନେ ଆସନ୍ତି, ଅନେକ ସମସ୍ୟା କୁହନ୍ତି, ଅନେକ ମାନେ ଏକାଗ୍ରତାର ସହିତ ଧୈର୍ଯ୍ୟର ସହିତ ଅପେକ୍ଷା କରିଥାନ୍ତି ବଳିଆ ମୁହଁରୁ କ'ଣ ବାହାରିବ। ବଳିଆ ବା ଓକିଲାତି କରିସାରିଲା ପରେ ବା ଠାକୁରଙ୍କୁ ପ୍ରାର୍ଥନା କରିସାରିଲା ପରେ ମୋ ଭିତରେ କ'ଣ ଯେ ପ୍ରେରଣା ଆସିବ ସେଇଟା ମୁଁ ବି ନିଜେ କହିପାରିବିନି। ଯେତେବେଳେ ଯାହା ଘଟେ ବା ଘଟିବ କାହାରି ଆୟତ୍ତ ନୁହେଁ ବାବୁ। ତେଣୁ ଆଜିର ଏହି ପବିତ୍ର ସନ୍ଧ୍ୟାରେ ଏ ତିନୋଟି ମନ୍ତ୍ର ଆପଣମାନଙ୍କୁ ସମର୍ପଣ କଲି। ରାମଚନ୍ଦ୍ରୀଙ୍କୁ ଯେତେବେଳେ ଆଶ୍ରମକୁ ଆସିବେ ପ୍ରଥମେ ଶିଶୁ ଅନନ୍ତଙ୍କୁ ଦର୍ଶନ କରିବେ, ତାପରେ ଜ୍ୟୋତିପ୍ରଭା ମା ଶାରଦାଙ୍କୁ ଦର୍ଶନ କରିବେ, ଭୋଗ ଦୀପ ଇତ୍ୟାଦି ଜଳେ ଦେବେ, ଅର୍ପଣ କରିବେ। ତାପରେ ମା ଅନନ୍ତ ସରୋବର କୂଳରେ ସନାତନ ଘାଟ ବୋଲି ଗୋଟେ ଘାଟ ରହିଛି, ସେଇଠି ରାମଚନ୍ଦ୍ରୀଙ୍କୁ ପ୍ରଣାମ ଜଣାଇବେ। ତେଣୁ ଏ କ୍ଷେତ୍ରର ମହିମା ସହିତ ନିଜକୁ ସାମିଲ କଲେ ଅନ୍ତତଃ ଆପଣମାନେ ଅନେକ କଥା ଜାଣିପାରିବେ, ଅନେକ ସମସ୍ୟାର ସମାଧାନ ହେଇପାରିବ। ସବୁ ତ କଷ୍ଟ, କିନ୍ତୁ କଷ୍ଟରୁ ରକ୍ଷା ପାଇବା ପାଇଁ ଏକମାତ୍ର କୃଷ୍ଣ ହିଁ ଏକମାତ୍ର ଆମର ରକ୍ଷକ। ଗତକାଲି କହିଥିଲି ଗୋଟେ କଥା କହିଥିଲି, ଭଗବାନ କେବେ ବି ନିରାକାର ନୁହନ୍ତି। ନିରାକାର ହେଉଛି ଗୋଟେ ଶବ୍ଦ, ସେ ଶବ୍ଦକୁ ଆମେ ହିଁ କହିଛେ, କିନ୍ତୁ ଭଗବାନ ପ୍ରକୃତରେ ସାକାର। ଯିଏ ଅଛନ୍ତି ଥିଲେ ରହିବେ, ଯାହାଙ୍କୁ ପାଇବା ପାଇଁ ଭକ୍ତ ଯୋଗୀ ଋଷି ମୁନି ଯୁଗ ଯୁଗ ଧରି ତପସ୍ୟା କରୁଛନ୍ତି, ତାଙ୍କ ସ୍ପର୍ଶ କିଏ ତାଙ୍କ ସ୍ପର୍ଶ ଅନୁଭବ କରିଛି, କିଏ ତାଙ୍କ ବାଣୀ ଅନୁଭବ କରିଛି, କିଏ ତାଙ୍କୁ ପ୍ରତ୍ୟକ୍ଷରେ ଦର୍ଶନ କରିଛି। ଯିଏ ଅଛନ୍ତି ଥିଲେ ଥିବେ, ସେ ନିରାକାର କେମିତି ହେବେ? ପ୍ରକୃତରେ ସେ ହେଉଛନ୍ତି ସାକାର। ଆମେ ଯାହାକୁ ଦେଖୁଛୁ ଆମେ ସେୟାକୁ କହୁଛୁ ସାକାର, କିନ୍ତୁ ଆପଣ ଯେଉଁ ଦ୍ରବ୍ୟଟାକୁ ଦେଖୁଛନ୍ତି ଦ୍ରବ୍ୟର ବାହ୍ୟ ରୂପଟାକୁ ଦେଖୁଛନ୍ତି, ସେ ବାହ୍ୟ ରୂପ ଭିତରେ ତାର ଅନ୍ତର୍ନିହିତ ଯେଉଁ ଶକ୍ତିଟି ରହିଛି, ଯାହାକୁ ଏନର୍ଜି ବୋଲି ଆପଣ କହୁଛନ୍ତି ବା ଗୁଣ ବୋଲି କହୁଛନ୍ତି, ସେ ଗୁଣଟି ହେଉଛି ନିରାକାର। ସେ ସାକାର ଭିତରେ ନିରାକାର ହେଇକି ଅଛନ୍ତି। ଆମେ ସେ ଦ୍ରବ୍ୟକୁ ବ୍ୟବହାର କରିବା ପରେ ସେ ଶକ୍ତିଟା ଆମ ପାଖକୁ ଆସେ। ଆପଣ ଦେଖନ୍ତୁ, ଜୀବନ ହେଉଛି ଗୋଟେ ସାକାର ମୂର୍ତ୍ତି।
ସେଇ ଜୀବନଟା ଥିବା ପର୍ଯ୍ୟନ୍ତ ଆମେ ତାକୁ ସାକାର ସାକାର କହୁଛୁ କି ନିରାକାର। ଜୀବନରୁ ଯେତେବେଳେ ସେଇ ସାକାର ମୂର୍ତ୍ତି ରୂପକ ଆତ୍ମା ବା ନିଶ୍ୱାସ ଚାଲିଯାଏ, ସେଇ ମୂର୍ତ୍ତିଟି ଥାଏ, ସେଇ ଆଖି, ସେଇ କାନ, ସେଇ ନାକ, ସେଇ ପାଟି ସବୁ ଥାଏ, କିନ୍ତୁ ତାର କୌଣସି କ୍ରିୟା ନଥାଏ। କାହିଁକି ନା ତା ଭିତରେ ଥିବା ନିରାକାର ରୂପୀ ଆତ୍ମା ଚାଲିଗଲେ, ମାନେ ସେ ଘଟକୁ ତ୍ୟାଗ କଲେ। ତେଣୁ ଇଏ ସୃଷ୍ଟି ହେଉଛି ସେଇ ସାକାରରୁ ପରମାତ୍ମାଙ୍କର ସୃଷ୍ଟି ହେଉଛି ନିରାକାର ମନ୍ଦିର, ସୃଷ୍ଟି ହେଉଛି ତାଙ୍କର ପ୍ରକୃତ ମନ୍ଦିର। ତାଙ୍କ ମନ୍ଦିର ବା ତାଙ୍କ ମସଜିଦ୍ କି ତାଙ୍କ ଚର୍ଚ୍ଚ, ତାଙ୍କ ଗୁରୁଦ୍ୱାର ଏଇ ଇଟା ଚୂନ ବାଲିରେ ନିର୍ମାଣ ହେଇଛି ସିନା, କିନ୍ତୁ ପ୍ରକୃତରେ ସୃଷ୍ଟିଟା ତାରି ଭିତରେ ନାହିଁ। ସମଗ୍ର ସୃଷ୍ଟି ଜଳ, ସ୍ଥଳ, ବନ, ଗିରି, ଆକାଶ ସମସ୍ତ ସୃଷ୍ଟି ହେଉଛି ସେଇ ନିରାକାରଙ୍କର ସୁନ୍ଦର ସାକାର ପରମାତ୍ମାଙ୍କର ଇଏ ସୁନ୍ଦର ନିରାକାର ମୂର୍ତ୍ତି, ନିରାକାର ମନ୍ଦିର। ଏଇ ନିରାକାର ମନ୍ଦିରରେ କେତେ ଜୀବ, କେତେ ଜନ୍ତୁ, କେତେ ପିମ୍ପୁଡ଼ି ଜନ୍ଦା ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ, ବୃକ୍ଷ ତରୁ ତୃଣ ଲତା, ତାର ହିସାବ ନାହିଁ। ସମୁଦ୍ର, ନାଳ, ନର୍ଦ୍ଦମା, ନଦ, ନଦୀ ସବୁ କିଛି ଇଏ ହେଉଛି ସେଇ ସାକାର ପରମାତ୍ମାଙ୍କର ନିରାକାର ମନ୍ଦିର। ଏଇ ନିରାକାର ମନ୍ଦିର ଭିତରେ ସବୁ କିଛି ପୂର୍ଣ୍ଣ ହେଇ ରହିଥିବାରୁ ଆମେ ପଢ଼ୁଛୁ ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ ପୂର୍ଣ୍ଣମୁଦଚ୍ୟତେ। ଏହାକୁ କେହି ଅଦୃଶ୍ୟ ଜ୍ୟୋତି ବୋଲି କହନ୍ତି, କିଏ ଅଲେଖ ବୋଲି କୁହନ୍ତି, କିଏ ଆଲ୍ଲା ବୋଲି କୁହନ୍ତି, କିଏ ଈଶ୍ୱର ବୋଲି କୁହନ୍ତି, କିଏ କ'ଣ କୁହନ୍ତି। କିନ୍ତୁ ଯିଏ ଯାହା ବି କହୁ, ଯିଏ ଅଛନ୍ତି, ରହିଛନ୍ତି, ରହିବେ, ସୃଷ୍ଟି ପରିବର୍ତ୍ତନ ହେଇଯିବ କିନ୍ତୁ ସିଏ ପରିବର୍ତ୍ତନ ହେବେନି। ତେଣୁ ସିଏ ହେଉଛନ୍ତି ପ୍ରକୃତ ସାକାର, ସିଏ ହେଉଛନ୍ତି ପ୍ରକୃତ ସଦ୍ଗୁରୁ। କେତେ ସଦ୍ଗୁରୁ ଆସିକିରି ତାଙ୍କ ଲୀଳା ଖେଳା ଶେଷ କରି ଗଲେଣି, କିନ୍ତୁ ଜଣେ ହିଁ ଜଗତ ଗୁରୁ, ଯାହାକୁ ଆମେ କହୁ ଯେ ଜଗତ ଗୁରୁ। ଜଗତ ଗୁରୁ ମାତ୍ର ଜଣେ, ଆଉ ସମସ୍ତେ ତାଙ୍କର ଶାଖା ପ୍ରଶାଖା ଇତ୍ୟାଦି। ଶେଷରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇ ଆଜିର କଥାକୁ ଏଇଠି ବିଶ୍ରାମକୁ ମୁଁ ଦେଉଛି। ଜୟ ସାକାର, ଜୟ ନିରାକାର।